गुरु ब्रह्म महिमालिक शरण। गुरु ब्रह्म महिमालिक शरण। गुरु ब्रह्म महिमालिक शरण। मु श्री अपर्ति महारणा महिमा वास्तु सेवा यूट्यूब चैनल तरफ आपण मानकु स्वागत करी आरंभ करने को जाउछि ब्रह्मावधूत करुणाकर बाबांक करुण गल्प माधुरी एक शिक्षणीय विषय। विषयटीर ना हेउछि तर्क कले नर्क भक्षिब। गोटे राज्य रे जड़े गरीब और लोभी लोकटीए थाए। से प्रबल लोभी व्यक्ति। गाँ गहली रे लोक कथा अछि मागणा मिलिले आलकातरा खाइदेव। सेही व्यक्ति भिक मागी चले। भिकारी कहिले भी अत्युक्ति हेब नाही। थरे पाख ग्राम को भिक मागिबा को जाई थाए। फेरिला बेलकू खरा बेल होई थाए। बाटरे एक जलखिया दुकान देखिला। दुकान बारंडारे बसिला। देखिला दुकान रे चूड़ा मुढ़ी गुड़ मिठा आंब पणस आदि बिक्री होउछि। पणसटी को देखी बुढ़ार भारी लोभ हैला। जड़े स्त्री लोक सेही दुकान रे बिक्री टिक्री करे। बुढ़ीटी विधवा। स्वामी केबे ठारू मरीगलेनी। तार पिलापिली मध्य नथांती। बुढ़ीर गोटिए बात बेमारी थाए। वर्षरे थरे किंबा दुई थर बात जर हुए। जेउ समय रे बात जर हुए से समय रे बुढ़ी उठी पारे नाही। देह प्रबल बिंदा हुए। सेही दिन मध्य बुढ़ी को बात जर होई थाए। बुढ़ी सोई थाए। ए लोभी लोकटी मध्य भोकरे आउटु पाउटु हेउछि। बुढ़ी को उठाइला तो कहिला मोते भोक हेउछि। ये जिनिष बिक्री करिवो। बुढ़ी कहला किए आउ बिकिब। मोर तो देह भल नाही। मोते बात जर होइछि। तमे पुओ जहा खाइब खाओ। कौन खाइल मोते कही पैसा देब। ये तो लोभी कृपण लोक। बेल पड़िले 3 दिन सकाशे खाइदेव। लोभी व्यक्ति देखिला दुकान रे गोटे बड़ पाचिला पणस अछि। पणस खाइबा को पाटिरु लाळ बोहिलानी। कहला माउसी ये पणसटा बिकिब ना। बुढ़ी कहला हाँ हाँ बिक्री हेब। लोकटी कहला केते पणसटीर दाम केते। बुढ़ी कहला जेते कोला खाइब सेतेटा पैसा देब। आ तमे जहा खाइब से मंजी देखाई गणी देब जे मु एते कोला खाइची मते सेतिकिटा पैसा देब। गोटे कोला को गोटिए पैसा। लोभी लोकटी कहला जदि मु मंजी को गिली दिए तमे किपरि पैसा पाइब। बुढ़ीर तो देह भल न थाए। विरक्ति लागु थाए। मुंड बिंधुची। काहारी सांगरे अधिक समय कथा कहि पारु नहीं। तेणु रागी जाई कहिला रे पुओ बेसी तर्क करना। तर्क कले नर्क खाइबू। लोभी बुढ़ा कहला हेउ मु खाउची कही पणसटा को पिंढा को नहीं गला।
ଆରାମରେ ବସି ଖାଇଲା। 100 କୋଲାରୁ ଅଧିକ ଖାଇଗଲାଣି, କିନ୍ତୁ ମଞ୍ଜି ଗୁଡ଼ିକ ସବୁ ଗିଳି ଦେଉଛି। ମଞ୍ଜି ମାତ୍ର 12ଟା ତଳେ ପକାଇଛି। ଆଉ ସବୁ ମଞ୍ଜି ଗିଳି ପକାଇଛି। କାହିଁକି ନା ଯେତେଟା ମଞ୍ଜି ଦେବ ସେତିକି ପଇସା ହେବ। ବୁଢ଼ା 12ଟି ମଞ୍ଜି ମାତ୍ର ଦେଖାଇଲା। ପଣସ ଗୋଟିଏ କୋଲାକୁ ଗୋଟିଏ ପଇସା ହିସାବରେ 12ଟି କୋଲାକୁ 12 ପଇସା ଅର୍ଥାତ୍ 3 ଅଣା ଦେଲା। କିଛି ସମୟ ବିଶ୍ରାମ କରି ଘରକୁ ଚାଲିଲା। ଘରେ ସ୍ତ୍ରୀ କହିଲା, ଆସ ଖାଇବ, ମୁଁ ବଢ଼ା ବଢ଼ି କରିଦେଇଛି। ଏ ଲୋକ ମନା କରି କହିଲା, ମୁଁ ବାଟରେ ଗୋଟିଏ ଜଳଖିଆ ଦୋକାନରୁ ଜଳଖିଆ ଖାଇକି ଆସିଛି। ଘର ମଧ୍ୟରେ ଶୋଇଲା। ରାତି ପାହିଲା ବେଳକୁ ରାତି ଅଧ ବେଳକୁ ପେଟ ଖରାପ ହେଲା। ବହୁ କଷ୍ଟରେ ଶୋଇଥାଏ। ଠିକ୍ ରାତି 2ଟା କି 3ଟା ହେବ, ଲୋଭୀ ବୁଢ଼ାର ଅତ୍ୟଧିକ ଝାଡ଼ା ଲାଗିଲା। ବାହାରକୁ ଆଉ ଯାଇପାରିଲା ନାହିଁ। ଖରା ଦିନ ହୋଇଥିବାରୁ ଝଡ଼ ତୋଫାନ ହେଉଥାଏ। ବାହାରକୁ ଯାଇ ହେବ ନାହିଁ। ବାରି ପାଖ ପିଣ୍ଡା ତଳକୁ ଝାଡ଼ା ବସିଲା। ଗୋଡ଼ ହାତ ଧୁଆଧୁଇ ହୋଇ ଆସି ଘର ଭିତରେ ଶୋଇଲା। ପଣସ ଖାଇଥିବାରୁ ପତଳା ଝାଡ଼ା ହୋଇଥିଲା। ପଣସ ମଞ୍ଜି ସବୁ ବାହାରି ଆସିଥାଏ। ରାତିରେ ପ୍ରବଳ ବର୍ଷା। ବର୍ଷାରେ ମଳ ସବୁ ଧୋଇ ହୋଇଗଲା। ଖାଲି ମଞ୍ଜି ଗୁଡ଼ିକ ଥାଏ। ସକାଳୁ ସକାଳୁ ଛୁଆମାନେ ପଣସ ମଞ୍ଜି ଦେଖି ତାକୁ ଆଣି ଖେଳିଲେ। ଲୋଭୀ ବୁଢ଼ା ଗାଁ ଭିତରକୁ ଯାଇଥାଏ। ଛୁଆମାନେ ମଞ୍ଜିରେ ଖେଳୁଥିବା ଦେଖି ମା ମଞ୍ଜି ଗୁଡ଼ିକୁ ଛଡ଼ାଇ ଆଣିଲା। ପଣସ ମଞ୍ଜିକୁ ଦିନ ବେଳା ତରକାରୀ କରିଦେଲା। ଲୋଭୀ ବ୍ୟକ୍ତି ଘରକୁ ଆସିଲା। ସ୍ତ୍ରୀ ତାର ଭାତ ବାଢ଼ିଦେଲା ଖାଇବା ସକାଶେ। ଲୋଭୀ ପ୍ରଥମ ଥର ଭାତ ଖାଇଲା। ପଛ ଭାତ ଦେବା ବେଳେ ପଚାରିଲା, ମୁଁ ତ ଘରକୁ କେବେ ପଣସ ଆଣିନଥିଲି, ତମେ ମଞ୍ଜି କେଉଁଠୁ ଆଣିଲ ଯେ ତରକାରୀ କଲ? ସ୍ତ୍ରୀ କହିଲା, ମୁଁ କେଉଁଠୁ ମଞ୍ଜି ଆଣିବି? ପୁଅ ପରା ପଣସ ମଞ୍ଜିରେ ଖେଳୁଥିଲା, ମୁଁ ସେହି ମଞ୍ଜିକୁ ଆଣି ତରକାରୀ କରିଛି। ଲୋଭୀର ରାତି କଥା ଗୁଡ଼ିକ ମନରେ ପଡ଼ିଗଲା। ଏଣୁ ପୁଅକୁ ପଚାରିଲା ଯେ ତୁ ପଣସ ମଞ୍ଜି କେଉଁଠୁ ଆଣିଲୁ? ପୁଅ କହିଲା, ଆମ ବାଡ଼ି ପାଖରେ ପଡ଼ିଥିଲା, ମୁଁ ସେହି ମଞ୍ଜିକୁ ଆଣି ଖେଳୁଥିଲି। ଲୋଭୀ ପୁଅକୁ ଧରି ସାଙ୍ଗରେ ଗଲା। କହିଲା, ଚାଲିଲୁ ଚାଲିଲୁ, ମୋତେ ଦେଖେଇଦେବୁ କେଉଁ ଜାଗାରେ ପଣସ ମଞ୍ଜି ପଡ଼ିଥିଲା। ପୁଅ ବାଡ଼ି ପାଖକୁ ନେଇ ବାପାଙ୍କୁ ଦେଖେଇଦେଲା ଯେ କେଉଁଠାରୁ ସେ ପଣସ ମଞ୍ଜି ପାଇଥିଲା। ଲୋଭୀ ଜାଣିପାରିଲା ଯେ ମୁଁ କାଲି ରାତିରେ ଏହିଠାରେ ହିଁ ଝାଡ଼ା ବସିଥିଲି। ଅତ୍ୟଧିକ ବର୍ଷା ହୋଇଥିବାରୁ ମଳ ଗୁଡ଼ିକ ସବୁ ଧୋଇ ହୋଇଯାଇଛି ଓ ଖାଲି ମଞ୍ଜି ଗୁଡ଼ିକ ଥିଲା। ସେହି ମଞ୍ଜି ଗୁଡ଼ିକୁ ଇଏ ନେଇ ତରକାରୀ କରିଛନ୍ତି। ଗୋଟି ଗୋଟି କଥା ତାଙ୍କର ମନେ ପଡ଼ିଗଲା। ସେ ଦୋକାନୀ ମାଉସୀ କହିଥିଲା, ରେ ପୁଅ, ଅଧିକ ତର୍କ କରନା, ତର୍କ କଲେ ନର୍କ ଭୋଗିବୁ ବା ନର୍କ ଭକ୍ଷିବୁ।
ତାଙ୍କ କଥା ଅକ୍ଷରେ ଅକ୍ଷରେ ସତ୍ୟ ହେଲା। ମୁଁ ନିଜେ ମୋ ନିଜର ବିଷ୍ଠାକୁ ଭକ୍ଷଣ କଲି। ମନ ଦୁଃଖରେ ଘର ଭିତରକୁ ଆସିଲା ଓ ତାଙ୍କ ସ୍ତ୍ରୀକୁ ଗୋଟି ଗୋଟି କରି ସବୁ କଥା ମାନ କହିଗଲା। ଘରେ ଯାଇ ସ୍ତ୍ରୀକୁ ସବୁ କଥା କହିଲା। ଆଉ ମଧ୍ୟ କହିଲା, ୟାକୁ ଆଉ ତମେମାନେ କେହି ଖାଅ ନା, ଏହାକୁ ପଦାରେ ଫିଙ୍ଗି ଦିଅ। ସେ ବୁଢ଼ୀ ମାଉସୀର ଅଭିଶାପ ଫଳିଛି। ମୋ ନିଜ ବିଷ୍ଠାକୁ ମୁଁ ନିଜେ ହିଁ ଖାଇଛି। ଏହା ଭାବି ଗ୍ରାମ ମଧ୍ୟ ଶାସନକୁ ଦୌଡ଼ିଲା। ଶାସନରେ ଯାଇ ବ୍ରାହ୍ମଣମାନଙ୍କ ସହିତ ପରାମର୍ଶ କଲା। ବ୍ରାହ୍ମଣମାନେ କହିଲେ, ତମେ ଆଉ ଆମ ସାଙ୍ଗରେ ଚଳିପାରିବ ନାହିଁ। ତମେ ବିଷ୍ଠା ଭକ୍ଷଣ କରିଛ। ତମେମାନେ ଏକ ଘରିଆ ହୋଇ ରହିଲ। ଯଦି ତମେ ପ୍ରାୟଶ୍ଚିତ ହେବ, ତେବେ ଆମ ସାଙ୍ଗରେ ମିଶିବ। ଲୋଭୀ ବୁଢ଼ାଟି କାନ୍ଦି କାନ୍ଦି କହିଲା, ମୋତେ ରକ୍ଷା କରନ୍ତୁ, ମୋତେ ଆପଣଙ୍କ ସଙ୍ଗରେ ଚଳାନ୍ତୁ। କ'ଣ ପ୍ରତିକାର କରିବି, ପ୍ରାୟଶ୍ଚିତ କିପରି ହେବି, ମୋତେ ତାହା ବତାନ୍ତୁ। ଶାସନର ବ୍ରାହ୍ମଣ ସମାଜ ତାହାଙ୍କୁ ଚିଠା ଲେଖିଦେଲେ, ତମେ ଏଇ ଜିନିଷ ଆଣ, ତମେ ପ୍ରତିକାର କର, ପ୍ରାୟଶ୍ଚିତ ହୁଅ, ଅନ୍ନ ଭୋଜନ ଦାନ ଦିଅ, ଏବେ ଯାଇ ତମେ ଆମ ସାଙ୍ଗରେ ମିଶିପାରିବ। କ'ଣ କରିବ ବିଚାରା? ତ ପ୍ରାୟଶ୍ଚିତ ନହେଲେ ଏକ ଘରିଆ ହୋଇ ରହିବ। ସାଙ୍ଗରେ କେହି ମିଶାଇବେ ନାହିଁ। ବାଧ୍ୟ ହୋଇ ଯାହା ଯେମିତି ଘରେ ଗହଣା ଗାଣ୍ଠି କଂସା ବାସନ ଥିଲା, ତାହା ସବୁ ବିକ୍ରି କରି ପ୍ରାୟଶ୍ଚିତ ହେଲା। ଏହାପରେ ତାହାଙ୍କୁ ସଙ୍ଗରେ ମିଶାଇଲେ। ଲୋଭ କଲେ ଏହିପରି ଅସୁବିଧା ହୁଏ, ଏହିପରି ଦଣ୍ଡ ଭୋଗିବାକୁ ପଡ଼େ। ବୁଢ଼ୀ ମାଉସୀଟି ସତରେ କହିଲା, ତମେ ନିଜେ ଖାଅ, ଯେତିକି ଖାଇଲ ମୋତେ କହିବ, ମୁଁ କେତେ ପଇସା କହିଲେ ମୋତେ ସେତିକି ପଇସା ଦେବ। କିନ୍ତୁ ଏ ଲୋକଟି କ'ଣ କଲା, 12 ଗୋଟି ମଞ୍ଜିକୁ ଦେଖାଇଲା। କାହିଁକିନା ବୁଢ଼ୀ କହିଛି, ଯେତେ ପଣସ କଲା ଖାଇବ, ମୋତେ ମଞ୍ଜି ଦେଖାଇଲେ ମୁଁ ଜାଣିପାରିବି କେତେଟା ପଣସ କଲା ଖାଇଛ। ତେଣୁ ସେ 12 ଗୋଟି କୋଲା ଦେଖାଇଲା, କିନ୍ତୁ 100 ଗୋଟି କୋଲା ଖାଇ ଦେଇଥିଲା। ବୁଢ଼ୀ ସହିତ ସେ ବେଇମାନି କରିଥିଲା। ବୁଢ଼ୀ ଥିଲା ନିଷ୍କପଟ। ସେ ଭୋକିଲାକୁ ଖାଦ୍ୟ ଦେବା ସକାଶେ ସେ ନିଜେ କହିଲା ଯେ ତମେ ଖାଇଦିଅ। ଏପରି କର୍ମ ଯିଏ କରିବ, ସେ ଏହିପରି ଫଳ ପାଇବ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ ଶରଣ ଶରଣ।